Hello everyone, this is Samir Suna and you are watching my YouTube channel. Please everyone subscribe to my channel, like, comment, share in this video. ଆଜି ଆମେ ଡିସ୍କସ୍ କରିବା ଦଳର ପ୍ରକାର ଭେଦ ଟାଇପ୍ ଅଫ୍ ପଲିଟିକାଲ ପାର୍ଟିଜ୍ ବିଷୟରେ ଆଜି ଆମେ ସମ୍ପୂର୍ଣ୍ଣ ଭାବରେ ଡେସ୍କ୍ରାଇବ୍ କରିବା। ଭାରତରେ ଉଭୟ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳମାନେ ଦେଖାଯାନ୍ତି। ଯଦି ଦେଖିବା ଭାରତରେ ଆମେ ଉଭୟ ଆଞ୍ଚଳିକ ଓ ରାଜନୈତିକ ଦଳମାନେ ନିହାତି ଭାବରେ ଦେଖାଯାଆନ୍ତି। ସେମାନଙ୍କର ସମ୍ପର୍କରେ ନିମ୍ନରେ ପୃଥକ ଭାବେ ଆଲୋଚନା କରାଯାଇଛି। ନିହାତି ଭାବରେ ଆମେ ବର୍ତ୍ତମାନ ସବୁଯାକ ଦେଖିବା। ଓକେ, ଜାତୀୟ ରାଜନୈତିକ ଦଳ ନ୍ୟାସନାଲ୍ ପାର୍ଟି ବିଷୟରେ ଆମ ମାନେ ଭାରତରେ ଆମେ ଦେଖିବାକୁ ମିଳିଥାଏ ଆଞ୍ଚଳିକ ଦଳ ଏବଂ ନ୍ୟାସନାଲ୍ ପାର୍ଟି। ତ ଆମେ ବର୍ତ୍ତମାନ ଆଲୋଚନା କରିବା କ'ଣ ନ୍ୟାସନାଲ୍ ପାର୍ଟିମାନଙ୍କର ବିଷୟରେ। ଭାରତର ଜାତୀୟ ରାଜନୈତିକ ଦଳ ମଧ୍ୟରେ ଅଛନ୍ତି ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, ବହୁଜନ ସମାଜ ପାର୍ଟି, ଏନସିପି, ସର୍ବଭାରତୀୟ ତୃଣମୂଳ କଂଗ୍ରେସ, ଏଆଇଟିଏମସି, ନ୍ୟାସନାଲ୍ ପିପୁଲ ପାର୍ଟି, ଏନପିପି ଓ ଆମ୍ ଆଦମୀ ପାର୍ଟି ଆପ୍। ସେମାନଙ୍କର ଇତିହାସ, ସମର୍ଥନ, ଭିତ୍ତିଭୂମି, ବିଚାରଧାରା ଓ କାର୍ଯ୍ୟଗୁଡ଼ିକ ନିହାତି ଭାବରେ ଆମେ ବର୍ତ୍ତମାନ ଆଲୋଚନା କରିବା। ବର୍ତ୍ତମାନ ଦେଖିବା ଭାରତର ନିହାତି ଭାବରେ ପୁରୁଣା ଦଳ ବୋଲି ଆମେ କହିପାରିବା ଭାରତୀୟ ଜାତୀୟ କଂଗ୍ରେସ ବା ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ ଯାହାକୁ କୁହାଯାଏ। ଭାରତୀୟ ଜାତୀୟ କଂଗ୍ରେସ ଯାହାକି ସାଧାରଣତଃ କଂଗ୍ରେସ ନାମରେ ଜଣା। ନିହାତି ଭାବରେ ଯଦି ଆମେ କହିବା ଭାରତୀୟ ଜାତୀୟ କଂଗ୍ରେସକେ ଲୋକମାନେ କଂଗ୍ରେସ ଭାବରେ ନିହାତି ସମସ୍ତେ ଜାଣିଛନ୍ତି। 1885 ଖ୍ରୀଷ୍ଟାବ୍ଦରେ ସୃଷ୍ଟି ହୋଇଥିଲା। ଏଇ ଦଳଟା 1885 ମସିହା ବା ଖ୍ରୀଷ୍ଟାବ୍ଦରେ ଏ ଦଳ ସୃଷ୍ଟି ହୋଇଥିଲା। ସାର୍ ଆଲାନ୍ ଅକ୍ଟାଭିଆ ହ୍ୟୁମ୍ ନାମକ ଜଣେ ଅବସରପ୍ରାପ୍ତ ବ୍ରିଟିଶ ବେସାମରିକ ଅଧିକାରୀ ଏହାର ପ୍ରତିଷ୍ଠାତା ଥିଲେ। ଯଦି ଆମେ କହିବା ଏଇ ଯେଉଁ କଂଗ୍ରେସ ଦଳ ବା ଭାରତୀୟ ଜାତୀୟ କଂଗ୍ରେସକୁ ଆଲା ଅକ୍ଟାଭିଆ ହ୍ୟୁମ୍ ନାମକ ଜଣେ ଅବସରପ୍ରାପ୍ତ ବ୍ୟକ୍ତି ସେ ଏହି ଦଳକୁ ପ୍ରତିଷ୍ଠାତା କରିଥିଲେ ବା ଏହି ଦଳକୁ ଗଠନ କରିଥିଲେ। ସେତେବେଳେ ଏହା ଏକ ରାଜନୈତିକ ଦଳ ରୂପେ ନୁହେଁ ବରଂ ଭାରତୀୟମାନଙ୍କର ସଦସ୍ୟ ଉପସ୍ଥାପନା ଓ ସମାଧାନ କରିବା ଦିଗରେ ଉଦ୍ୟମ ଏକ ଅନୁଷ୍ଠାନ ଥିଲା। ସେହି ସମୟରେ କ'ଣ ଯେତେବେଳେ ଏଇ କଂଗ୍ରେସ ଦଳ ଗଠନ କରାଯାଇଥିଲା ସେହି ସମୟରେ ସେ ରାଜନୈତିକ ଦଳ ରୂପେ ନଥିଲା। ରାଜନୈତିକ ଦଳ ରୂପରେ ଏହା ନଥିଲା ବରଂ କ'ଣ ଭାରତୀୟମାନଙ୍କର ଉପସ୍ଥାପନା ଓ ସମାଧାନ ଭାରତରେ ଯେଉଁ ପ୍ରକାରର ଚାଲିଥିଲା ସେଥିରୁ ସମାଧାନର ଦିଗର ଉଦ୍ୟମ କରିବା ଲାଗି ଏହା ଏକ ଅନୁଷ୍ଠାନ ବା ଗୋଟେ ଦଳ ବା ଗୋଟେ ଗଠନ କରାଯାଇଥିଲା। କ୍ରମଶଃ ଏହା ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ ସାମିଲ ହୋଇଗଲା ଓ ଜାତୀୟ ଜୀବନର ପ୍ରାଣକେନ୍ଦ୍ର ରୂପେ ପରିଚିତ ହେଲା। ପରେ 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 ଏହାକୁ ଲୋକମାନେ ଅତ୍ୟଧିକ ଗ୍ରହଣ କଲେ ଏବଂ ଲୋକମାନେ ଏଥିରେ ସାମିଲ ହେଲେ। ସ୍ୱାଧୀନତା ପରେ ଏହା ଏକ ରାଜନୈତିକ ଦଳ ହିସାବରେ କ୍ଷମତା ଦୌଡ଼ରେ ସାମିଲ ହେଲା। ଯେତେବେଳେ ଭାରତ ସ୍ୱାଧୀନ ହେଲା ସେହି ସମୟରେ ଏହି କଂଗ୍ରେସ ଦଳ ଏକ ରାଜନୈତିକ ଦଳ ହିସାବରେ ସେ କ୍ଷମତାରେ ଦୌଡ଼ିଲା ବା ଲଢ଼େଇ କଲା। ଯେହେତୁ ସ୍ୱାଧୀନତା ପୂର୍ବରୁ କଂଗ୍ରେସ ଯାଦୁ ଲୋକମାନଙ୍କୁ ମୋହିତ କରି ରଖିଥିଲା ସେହେତୁ 1952, 1957, 1962 ଓ 1967ରେ ଅନୁଷ୍ଠିତ 4ଟି ସାଧାରଣ ନିର୍ବାଚନରେ କଂଗ୍ରେସ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ଏଇ ଯେଉଁ 1952 ହେଇଗଲା, 1957, 1962, 1967 ଏହିସବୁ ମସିହାରେ ନିହାତି ଭାବରେ କଂଗ୍ରେସ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିଥିଲା ନିର୍ବାଚନରେ। ତାପରେ 1969ରେ କଂଗ୍ରେସର ବିଭାଜନ ଫଳରେ କଂଗ୍ରେସ ସଂଗଠନ ଓ କଂଗ୍ରେସ ଇନ୍ଦିରା ଏପରି ଦୁଇଟି କଂଗ୍ରେସ ସୃଷ୍ଟି ହେଲା। ସେହି ସମୟରେ କ'ଣ ହେଇଥିଲା 1969 ମସିହାରେ କଂଗ୍ରେସ ଦୁଇଟା ଭାଗ କଂଗ୍ରେସକୁ ଡିଭାଇଡେଡ଼ କରାଗଲା ବା ଡିଭାଇଡେଡ଼ ହେଇଗଲା। କଂଗ୍ରେସ ସଂଗଠନ ଗୋଟେ ହେଲା ଏବଂ କଂଗ୍ରେସ ଇନ୍ଦିରା ଗୋଟେ ଦୁଇଟା କଂଗ୍ରେସ ସୃଷ୍ଟି ହେଲା। ତାପରେ 1971ରେ ନିର୍ବାଚନରେ ଇନ୍ଦିରା କଂଗ୍ରେସର ବିପୁଳ ବିଜୟ ହେଲା। ତାପରେ ଯେତେବେଳେ କଂଗ୍ରେସରୁ ବାହାରିକିରି ଇନ୍ଦିରା କଂଗ୍ରେସ ହେଲା ତାପରେ ସେହି ସମୟରେ 1971 ମସିହାରେ ବିପୁଳ ବିଜୟ ହେଲା। କଂଗ୍ରେସ ଦଳ 1980, 1984, 1991, 2004, 2009 ମଧ୍ୟରେ ମଧ୍ୟ କେନ୍ଦ୍ରରେ କ୍ଷମତାସୀନ ଥିଲା। 1977,
1999 ଆମେ ଯଦି କହିବା 1998 ଓ 1999ରେ ଏହା ମୁଖ୍ୟ ବିରୋଧୀ ଦଳ ଭୂମିକା ନେଇଥିଲା। ଏହି ଦଳର ସଫଳ ଓ ଜନପ୍ରିୟ ପ୍ରଧାନମନ୍ତ୍ରୀ ଥିଲେ ଜବାହରଲାଲ ନେହେରୁ ଓ ତାଙ୍କର ସୁଯୋଗ୍ୟ କନ୍ୟା ଶ୍ରୀମତୀ ଇନ୍ଦିରା ଗାନ୍ଧୀ। ତାଙ୍କର ଝିଅ ହେଉଛନ୍ତି ଶ୍ରୀମତୀ ଇନ୍ଦିରା ଗାନ୍ଧୀ। ରାଜୀବ ଗାନ୍ଧୀ, ନରସିଂହ ରାଓ ଓ ମନମୋହନ ସିଂ ମଧ୍ୟ ଏହି ଦଳରୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସମୟକ୍ରମେ କଂଗ୍ରେସର ଅନେକ ବିଭାଜନ ଘଟିବା ଫଳରେ ଜନତା ପାର୍ଟି, ଜନତା ଦଳ, ସମାଜବାଦୀ ପାର୍ଟି, ଲୋକଦଳ, ସୋଶାଲିଷ୍ଟ ପାର୍ଟି, ଉତ୍କଳ କଂଗ୍ରେସ, ତାମିଲ ମାନିଲା କଂଗ୍ରେସ, ତୃଣମୂଳ କଂଗ୍ରେସ, ନ୍ୟାସନାଲ କଂଗ୍ରେସ ପାର୍ଟି ଆଦି ସୃଷ୍ଟି ହେଲେ ଏବଂ କେତେକ ପୁଣି ଉଭେଇ ଗଲେ। ନିହାତି ଭାବରେ ସେହି ସମୟରେ କାଣା ହେଇଛି, ସେହି ସମୟରେ ଅନେକ ଗୁଡ଼ିଏ କଂଗ୍ରେସରୁ ପୁଣି ପାର୍ଟି ବା ବିଭାଜନ ହେଇକରି ବହୁତ ଗୁଡ଼ାଏ ପାର୍ଟି ମାନେ ସୃଷ୍ଟି କରାଯାଇଥିଲା ବା ସୃଷ୍ଟି ହେଇଥିଲେ ଏବଂ ସେ ପାର୍ଟିମାନଙ୍କର ମଧ୍ୟରୁ କେତେଜଣ ମଧ୍ୟ ଉଭିଗଲେ ବା କେତେଜଣ ପାର୍ଟି ମଧ୍ୟ ଚଲିପାରିଲା ନାହିଁ ବା ପାର୍ଟି ବନ୍ଦ ହେଇଗଲା। ତେବେ ମୁଖ୍ୟ ବିଭାଜିତ ଅଂଶଗୁଡ଼ିକ ପୁନଶ୍ଚ ଏକତ୍ର ହୋଇ ମୂଳ ଭାରତୀୟ ଜାତୀୟ କଂଗ୍ରେସ ନାମରେ ନାମିତ ହେଲା, ଯାହାକି ଆଜି କଂଗ୍ରେସ ବୋଲି ଆମେ ଜାଣିଥାଉ। ସବୁଯାକ ପୁଣି ଗୋଟାଏ ହେଇଗଲେ ଏବଂ ତାପରେ ଆମେ ସମସ୍ତେ ଆମେ କଂଗ୍ରେସ ବୋଲି ଆଜି ତାହାକୁ ଆଜି ଜାଣିଥାଉ। ଏହା 2004ରୁ 2014 ପର୍ଯ୍ୟନ୍ତ କେନ୍ଦ୍ରରେ ଗଠିତ ମିଳିତ ପ୍ରଗତିଶୀଳ ମେଣ୍ଟ ୟୁପିଏ ସରକାର ନେତୃତ୍ୱ ନେଇଥିଲା। ନିହାତି ଭାବରେ ଯଦି କହିବା ୟୁପିଏ ସରକାର ଗଠନ କରିକି ଏମାନେ ମେଣ୍ଟ ସରକାର କରି 2004 ମସିହାରୁ 2014 ମସିହା ପର୍ଯ୍ୟନ୍ତ ସରକାରରେ ନେତୃତ୍ୱ କରିଥିଲେ। ଏବେ ଏହାର ନିର୍ବାଚନ ସଂକେତ ହେଉଛି ହାତ ବା ହାତ ପାପୁଲି, ଯାହାକୁ କହିପାରିବା ଆମେ ହାତ ଚିହ୍ନ ବୋଲି। କଂଗ୍ରେସ ଦଳର ସମର୍ଥନକାରୀ ଗୋଷ୍ଠୀମାନଙ୍କର ମଧ୍ୟରେ ଅଛନ୍ତି ଧର୍ମ ଓ ଜାତିଭିତ୍ତିକ ସଂଖ୍ୟାଲଘୁ ସମ୍ପ୍ରଦାୟ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଲୋକ, ଗରିବ ଓ ଅଶିକ୍ଷିତ ଲୋକ, ଶ୍ରମିକ, ଶିଳ୍ପ ଗୋଷ୍ଠୀ, ମହିଳା ସଂଗଠନ, ସ୍ୱାଧୀନତା ସଂଗ୍ରାମୀ ଓ ବର୍ଷୀୟ ନାଗରିକ। ନିହାତି ଭାବରେ କଂଗ୍ରେସ ଦଳରେ ବର୍ତ୍ତମାନ ମଧ୍ୟ କ'ଣ ବହୁତ ଲୋକମାନେ ଅଛନ୍ତି, ଅନେକ ପ୍ରକାର ବିଭିନ୍ନ ଧର୍ମର ଲୋକମାନେ, ଜାତିଭିତ୍ତିକ ସଂଖ୍ୟାଲଘୁ, ଅନୁସୂଚିତ ଜାତି, SC ST OBC ବା ପଛୁଆ ବର୍ଗ, ଗରିବ, ଅଶିକ୍ଷିତ ଲୋକ, ଶିକ୍ଷିତ ଲୋକ, ଶ୍ରମିକ, ଶିଳ୍ପଜୀବୀ, ମହିଳା ସଂଗଠନ, ସ୍ୱାଧୀନତା ସଂଗ୍ରାମୀ ଏସବୁ ନିହାତି ଭାବରେ କଂଗ୍ରେସ ଦଳକୁ ବିଶ୍ୱାସ କରନ୍ତି ଏବଂ କଂଗ୍ରେସ ଦଳରେ ସପୋର୍ଟ ମଧ୍ୟ କରନ୍ତି। କଂଗ୍ରେସର ବିଚାରଧାରା ରହିଛି ଗଣତନ୍ତ୍ର, ସମାଜବାଦ, ଧର୍ମନିରପେକ୍ଷତା, ଶାନ୍ତିପୂର୍ଣ୍ଣ ଓ ସାମ୍ବିଧାନିକ ପନ୍ଥାରେ ବିଶ୍ୱାସ, ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟ ପାଇଁ ସଂଗ୍ରାମ, ଅନ୍ତର୍ଜାତୀୟତାବାଦରେ ବିଶ୍ୱାସ, ସାମ୍ରାଜ୍ୟବାଦ, ଉପନିବେଶବାଦ ଓ ବର୍ଣ୍ଣବାଦର ବିରୋଧ, ଜାତିସଂଘରେ ବିଶ୍ୱାସ ଇତ୍ୟାଦି। ନିହାତି ଭାବରେ ଏହା ହେଉଛି ତା'ର ଆଇଡ଼ିଓଲୋଜି। ଯଦି କଂଗ୍ରେସର ବିଚାରଧାରା ଦେଖିବା ଗଣତାନ୍ତ୍ରିକ, ସମାଜବାଦୀ, ଧର୍ମନିରପେକ୍ଷତା, ଶାନ୍ତିପୂର୍ଣ୍ଣ, ସମ୍ବିଧାନ ଭାବରେ ପାଳନ କରିବା, ସମ୍ବିଧାନକୁ ମାନି ଚଳିବା, ସାମାଜିକରେ ଶାନ୍ତି ଶୃଙ୍ଖଳା ସୃଷ୍ଟି କରିବା, ଇକ୍ୱାଲିଟି ମେଣ୍ଟେନ୍ କରିବା, ଅର୍ଥନୈତିକ ନ୍ୟାୟ ଏସବୁ ଜିନିଷ ହେଉଛି ସମ୍ବିଧାନ ବା ଏଇସବୁ ଗୁଡ଼ିକ କଂଗ୍ରେସ ଦଳ ବିଶ୍ୱାସ କରେ। ସମ୍ପ୍ରତି ଓ ଉଦାରୀକରଣ, ବିକେନ୍ଦ୍ରୀକରଣ, ଜଗତୀକରଣ ଓ ମୁକ୍ତ ବଜାର ଅର୍ଥନୀତି ମଧ୍ୟରେ ବିଶ୍ୱାସ କରୁଛି। ନିହାତି ଭାବରେ ଯଦି କଂଗ୍ରେସକୁ ଦେଖିବା ଏହିସବୁ ସମ୍ପ୍ରତି ଉଦାରୀକରଣ, ବିକେନ୍ଦ୍ରୀକରଣ, ଜଗତୀକରଣ ଓ ମୁକ୍ତ ବଜାର ଅର୍ଥନୀତି ମଧ୍ୟରେ ବିଶ୍ୱାସ ରଖିଛି। ଏହାର ନୀତି ଓ କାର୍ଯ୍ୟଗୁଡ଼ିକ ହେଲା କୃଷକ, ଗ୍ରାମାଞ୍ଚଳ ବିକାଶ, ଅନୁନ୍ନତ ପଛୁଆ ବର୍ଗ, ଅବହେଳିତ ତଥା ସଂଖ୍ୟାଲଘୁ ସୁରକ୍ଷା ଓ ଉନ୍ନତି, ମହିଳା, ଆଦିବାସୀ, ହରିଜନଙ୍କର ପାଇଁ କାର୍ଯ୍ୟକ୍ରମ, ଏସବୁ ଲୋକମାନଙ୍କର ପାଇଁ କାର୍ଯ୍ୟକ୍ରମ କରିବା ତାଙ୍କର ହେଉଛି ଆଇଡ଼ିଓଲୋଜି। କାହାର ନା କଂଗ୍ରେସର ଆଇଡ଼ିଓଲୋଜି ବୋଲି ଆମେ କହିପାରିବା। ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମ, ନିଯୁକ୍ତି ସୁଯୋଗ ସୃଷ୍ଟି, ଶ୍ରମିକ ଓ କାର୍ଯ୍ୟ ସର୍ତ୍ତାବଳୀରେ ଉନ୍ନତି, ଉଦାରୀକରଣ ଓ ମୁକ୍ତ ବଜାର ମାଧ୍ୟମରେ ଦୃଢ଼ ଅର୍ଥନୈତିକ ଉନ୍ନତି, ପ୍ରତିରକ୍ଷା କ୍ଷମତା ବିକାଶ, ଶାନ୍ତି, ବିଶ୍ୱ ଶାନ୍ତି, ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ, ପଞ୍ଚଶୀଳ ଓ
ଆଞ୍ଚଳିକ ସହଯୋଗ ନିମନ୍ତେ କାର୍ଯ୍ୟକ୍ରମ ନିହାତି ଭାବରେ ଏସବୁ ମୁଖ୍ୟ ପାଇଁ ଆଜି ପର୍ଯ୍ୟନ୍ତ କଂଗ୍ରେସ ଦଳ ତିଷ୍ଠି ରହିଅଛି ବା କାର୍ଯ୍ୟ କରୁ ଆସୁଅଛି। ଏ ଥିଲା ତୁମର କଂଗ୍ରେସ ଦଳର ଆଇଡ଼ିଓଲୋଜି କେବେ ଗଠନ ହେଇଥିଲା ଏବଂ ଏହାର ମୁଖ୍ୟ ଲକ୍ଷ୍ୟ କ'ଣ ଥିଲା, କେବେ କେବେ ସେ ନିର୍ବାଚନ ଲଢ଼ି ବିଜୟ ହାସଲ କରିଥିଲା, ଏସବୁ ସମ୍ପୂର୍ଣ୍ଣ ଭାବରେ ଆମେ ବର୍ତ୍ତମାନ ଆଲୋଚନା କଲା।